हाँ, ଆଜି ଆମେ ସିଜିଏଲ୍ ପରୀକ୍ଷା ପାଇଁ ଗଣିତର ଏମିତି କିଛି ପ୍ରଶ୍ନ ଉପରେ ଏକ ବିସ୍ତୃତ ଆଲୋଚନା କରିବାକୁ ଯାଉଛୁ ଯାହା ଦେଖିବାକୁ ପରସ୍ପରଠାରୁ ପୁରା ଅଲଗା ଲାଗେ। କିନ୍ତୁ ଆମ ପାଖରେ ଥିବା ତଥ୍ୟ କହୁଛି ଏହି ପ୍ରଶ୍ନଗୁଡ଼ିକର ସମାଧାନ ପଛରେ ଗୋଟିଏ ହିଁ ମୂଳମନ୍ତ୍ର କାମ କରେ, ଆଉ ସେଇଟା ହେଲା ଲୁଚି ରହିଥିବା ମୂଳଦୁଆ ବା 100%କୁ ଖୋଜି ବାହାର କରିବା। ଆମର ଉଦ୍ଦେଶ୍ୟ ହେଉଛି ଏହି ସମସ୍ୟାଗୁଡ଼ିକୁ କେବଳ ସମାଧାନ ନ କରି ଏହା ପଛରେ ଥିବା ଚିନ୍ତାଧାରାକୁ ବୁଝିବା। ଚାଲନ୍ତୁ ଏହାର ଗଭୀରତାକୁ ଯିବା। ହଁ, ଆଉ ଏଇ ଧାରଣାଟି ବହୁତ ଆକର୍ଷଣୀୟ, କାରଣ ପରୀକ୍ଷାରେ ସମୟର ଚାପ ଭିତରେ ଯିଏ ଏହି ମୂଳମନ୍ତ୍ରକୁ ଧରିପାରେ ସେ କେବଳ ଫର୍ମୁଲା ଉପରେ ନିର୍ଭର କରେ ନାହିଁ। ଆମେ ଦେଖିବା କିପରି ମାଧ୍ୟମାନ ଆଭରେଜ୍ ଠାରୁ ଆରମ୍ଭ କରି ଅନୁପାତ ପର୍ଯ୍ୟନ୍ତ ସବୁଠି ଏହି ମୂଳଦୁଆ ଖୋଜିବାର କୌଶଳ କାମରେ ଆସୁଛି। ପ୍ରତ୍ୟେକ ସମସ୍ୟା ଗୋଟିଏ ଗୋଟିଏ ପଜଲ୍ ଭଳି, ଯାହାର ସମାଧାନର ଚାବିକାଠି ପ୍ରଶ୍ନ ଭିତରେ ହିଁ ଲୁଚି ରହିଥାଏ। ତେବେ ଚାଲନ୍ତୁ ପ୍ରଥମ ପଜଲ୍ରୁ ଆରମ୍ଭ କରିବା, ଯାହା ମାଧ୍ୟମାନ ବା ଆଭରେଜ୍ ଉପରେ ଆଧାରିତ। ପ୍ରଶ୍ନଟି ହେଉଛି 10 ଜଣ ଛାତ୍ରଙ୍କ ହାରାହାରି ଓଜନ 45 କିଲୋଗ୍ରାମ। ଯଦି ଜଣେ ଶିକ୍ଷକଙ୍କ ଓଜନ ମିଶାଯାଏ ତେବେ ହାରାହାରି ଓଜନ 2 କିଲୋଗ୍ରାମ ବଢ଼ିଯାଏ। ଶିକ୍ଷକଙ୍କ ଓଜନ କେତେ? ସାଧାରଣତଃ ଏହାକୁ ସମସ୍ତେ ମୋଟ ଓଜନ ବାହାର କରି ସମାଧାନ କରନ୍ତି, କିନ୍ତୁ ଏହାକୁ ଭାବିବାର କୌଣସି ସହଜ ଉପାୟ ଅଛି କି? ନିଶ୍ଚିତ ଭାବରେ। ଦେଖନ୍ତୁ, ପାରମ୍ପରିକ ଉପାୟ ତ ସମସ୍ତେ ଜାଣନ୍ତି। ହଁ। ପ୍ରଥମେ 10 ଜଣଙ୍କ ମୋଟ ଓଜନ 10 ଗୁଣନ 43 450 କିଲୋ ବାହାର କରିବା। ତାପରେ 11 ଜଣଙ୍କର ନୂଆ ମୋଟ ଓଜନ 11 ଗୁଣନ 47 517 କିଲୋ ବାହାର କରିବା। ଆଉ ଶେଷରେ ବିୟୋଗ କରିବା। ହଁ, ଉତ୍ତର ତ ମିଳିଯିବ 67 କିଲୋଗ୍ରାମ। କିନ୍ତୁ ଏଠାରେ ଗଭୀର କଥାଟି ହେଉଛି ହାରାହାରିର ଅର୍ଥ ବୁଝିବା। ଚିନ୍ତା କରନ୍ତୁ, ଯେତେବେଳେ ଶିକ୍ଷକ ଆସିଲେ ସମସ୍ତଙ୍କର ହାରାହାରି 47 କିଲୋ ହୋଇଗଲା। ଏହାର ଅର୍ଥ ସେଇ ଗ୍ରୁପରେ ସମସ୍ତଙ୍କୁ ସମାନ କରିଦେଲେ। ପ୍ରତ୍ୟେକଙ୍କର ଓଜନ 47 କିଲୋ ହେବ। ତାମାନେ ଶିକ୍ଷକଙ୍କୁ ନିଜ ପାଇଁ ଅତି କମ୍ରେ 47 କିଲୋ ତ ରଖିବାକୁ ପଡ଼ିବ, ଯାହାଦ୍ୱାରା ସେ ନୂଆ ହାରାହାରିରେ ସାମିଲ ହୋଇପାରିବେ। ଏକଦମ ଠିକ୍। ଏବେ କଥା ଆସୁଛି ସେହି ପୂର୍ବ 10 ଜଣ ଛାତ୍ରଙ୍କର କ'ଣ ହେଲା? ସେମାନଙ୍କର ହାରାହାରି ତ 45 କିଲୋ ଥିଲା। ଓହୋ। ସେମାନଙ୍କୁ 47 କିଲୋ ସ୍ତରକୁ ଆଣିବା ପାଇଁ ପ୍ରତ୍ୟେକଙ୍କୁ 2 କିଲୋ ଲେଖାଏଁ ଦାନ କରିବାକୁ ପଡ଼ିଲା। ଏହି 2 କିଲୋ କିଏ ଦେଲା? ଶିକ୍ଷକ ହିଁ ଦେଲେ। ହଁ, ତେଣୁ 10 ଜଣ ଛାତ୍ରଙ୍କ ପାଇଁ ମୋଟ ଦାନ ହେଲା 10 ଗୁଣନ 2 ଅର୍ଥାତ୍ 20 କିଲୋଗ୍ରାମ। ଓହୋ, ଏବେ ପୁରା ସ୍ପଷ୍ଟ ହୋଇଗଲା। ତେବେ ଶିକ୍ଷକଙ୍କ ଓଜନ ହେଉଛି ନିଜ ପାଇଁ ରଖିଥିବା ନୂଆ ହାରାହାରି 47 କିଲୋ, ଏବଂ ଛାତ୍ରମାନଙ୍କୁ ଦେଇଥିବା ସେହି ସରପ୍ଲସ୍ ବା ବଳକା ଓଜନ 20 କିଲୋର ଯୋଗଫଳ। ତେଣୁ 47 ଯୁକ୍ତ 20 ଅର୍ଥାତ୍ 67 କିଲୋଗ୍ରାମ। ଏହି ଉପାୟରେ ଚିନ୍ତା କଲେ କଲମ ବି ଦରକାର ନାହିଁ। ହଁ, ଏହା ପ୍ରକୃତରେ ହାରାହାରିର ମୂଳ ତତ୍ତ୍ୱକୁ ଦର୍ଶାଉଛି। ଏହା କେବଳ ଏକ ସର୍ଟକଟ୍ ନୁହେଁ, ଏହା ଏକ ମେଣ୍ଟାଲ ମଡେଲ। ଏହା ବୁଝାଇ ଦେଉଛି ଯେ ଯେତେବେଳେ ଜଣେ ନୂଆ ସଦସ୍ୟ ହାରାହାରିଠାରୁ ଅଧିକ ମୂଲ୍ୟ ନେଇ ଆସେ, ସେ ସେହି ବଳକା ମୂଲ୍ୟକୁ ବାକି ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଏ। ଏଇ ଯେଉଁ ମୂଳତତ୍ତ୍ୱ କଥା ଆମେ କହିଲେ, ଯେମିତି ଏଠି ଆମେ ମୋଟ ଓଜନକୁ ଆଧାର କଲୁ, ସେହିପରି ପ୍ରତିଶତ ବା ପରସେଣ୍ଟେଜ ପ୍ରଶ୍ନରେ ମଧ୍ୟ ସେହି ମୋଟ ମୂଲ୍ୟ ବା 100% ହିଁ ସବୁକିଛି। ଆସନ୍ତୁ ଆମର ଦ୍ୱିତୀୟ ପ୍ରଶ୍ନରେ ଏହାର ପ୍ରୟୋଗ ଦେଖିବା। ପ୍ରଶ୍ନଟି ହେଲା, ଏକ ପରୀକ୍ଷାରେ ପାସ୍ କରିବା ପାଇଁ 35% ନମ୍ବର ଦରକାର। ଜଣେ ଛାତ୍ର 160 ନମ୍ବର ରଖି 15 ନମ୍ବର ପାଇଁ ଫେଲ୍ ହେଲା। ପରୀକ୍ଷାର ସର୍ବାଧିକ ନମ୍ବର କେତେ? ଆଚ୍ଛା, ଏହି ପ୍ରଶ୍ନରେ ସୂଚନାଗୁଡ଼ିକ ଟିକେ ଏପଟ ସେପଟ ହୋଇ ରହିଛି। ଆମର କାମ ହେଉଛି ସେଗୁଡ଼ିକୁ ସଜାଇ ଗୋଟିଏ ସ୍ପଷ୍ଟ ସମ୍ପର୍କ ଖୋଜିବା। ଛାତ୍ରଟି 15 ନମ୍ବର ପାଇଁ ଫେଲ୍ ହେଲା। ଏହାର ଅର୍ଥ ଯଦି ସେ ଆଉ 15 ନମ୍ବର ପାଇଥାନ୍ତା ତେବେ ସେ ଠିକ୍ ପାସ୍ କରିଥାନ୍ତା। ତେଣୁ ପାସ୍ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ନମ୍ବର ହେଉଛି 160 ଯୁକ୍ତ 15 175 ନମ୍ବର। ଠିକ୍। ଏବେ ଆମ ପାଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି। ପାସ୍ ନମ୍ବର ହେଉଛି 175 ଏବଂ ପାସ୍ ପାଇଁ ପ୍ରତିଶତ ହେଉଛି 35%। ଆଚ୍ଛା, ତାମାନେ ଏହି ଦୁଇଟି ଜିନିଷ ପ୍ରକୃତରେ ଗୋଟିଏ କଥାକୁ ଦୁଇଟି ଅଲଗା ଅଲଗା ଉପାୟରେ କହୁଛନ୍ତି। ଏକଦମ ସଠିକ୍। ଏଇଠି ହିଁ ଆମକୁ ସେହି ଲୁଚିଥିବା ସମ୍ପର୍କ ମିଳିଗଲା। 35%ର ମୂଲ୍ୟ ହିଁ 175 ଅଟେ। ଏହା ହେଉଛି ଆମର ଚାବିକାଠି।
ଯେତେବେଳେ ଆମେ ଏହି ସମୀକରଣ ପାଇଗଲେ ଆମେ ସେହି ଲୁଚିଥିବା 100% ବା ପରୀକ୍ଷାର ମୋଟ ନମ୍ବର ପାଖରେ ପହଞ୍ଚି ପାରିବା। ଯଦି 35% ହେଉଛି 175, ତେବେ ପରସେଣ୍ଟର ମୂଲ୍ୟ ହେବ 175 ଭାଗ 35। 5। ହଁ, 5। ଆଉ ଯେହେତୁ ପରୀକ୍ଷାର ମୋଟ ନମ୍ବର ସର୍ବଦା 100% ହୋଇଥାଏ, ତେଣୁ ଯଦି 1%ର ମୂଲ୍ୟ 5, ତେବେ 100%ର ମୂଲ୍ୟ ହେବ 5 ଗୁଣନ 100, 500 ନମ୍ବର। ତେବେ ପରୀକ୍ଷାର ସର୍ବାଧିକ ନମ୍ବର ଥିଲା 500। ଏଠାରେ ମଧ୍ୟ ସେହି ମୂଳଦୁଆ ଖୋଜିବାର ନୀତି କାମ ଦେଲା। ହଁ, ଏବଂ ଏହି ନୀତି ଲାଭ କ୍ଷତି ପ୍ରଶ୍ନରେ ଆହୁରି ସ୍ପଷ୍ଟ ଭାବରେ ଦେଖାଯାଏ। ସେଠାରେ ସବୁବେଳେ ଗୋଟେ ଜିନିଷ ଲୁଚି ରହିଥାଏ, ଯାହା ହିଁ ସବୁ ହିସାବର ଆଧାର। ଠିକ୍। ତେବେ ଆସନ୍ତୁ ଆମର ତୃତୀୟ ପ୍ରଶ୍ନ ଦେଖିବା। ତୃତୀୟ ପ୍ରଶ୍ନଟି ଲାଭ ଓ କ୍ଷତିକୁ ନେଇ। ଜଣେ ଦୋକାନୀ ଏକ ବସ୍ତୁକୁ 450 ଟଙ୍କାରେ ବିକ୍ରି କରି 10% କ୍ଷତି ସହୁଛି। 10% ଲାଭ କରିବା ପାଇଁ ସେ ବସ୍ତୁଟିକୁ କେତେ ଟଙ୍କାରେ ବିକ୍ରି କରିବ? ଏଠି ଗୋଟିଏ ସାଧାରଣ ଭୁଲ ହେବାର ସମ୍ଭାବନା ଅଛି। କ'ଣ କି? କି ଲୋକେ ସିଧା 450 ଟଙ୍କା ଉପରେ 10% ଲାଭ ହିସାବ କରିଦେବେ। ଆଉ ସେଇଟା ଏକ ବହୁତ ବଡ଼ ଭୁଲ ଧାରଣା। କାରଣ ଲାଭ ହେଉ କି କ୍ଷତି, ତାହା ସର୍ବଦା କ୍ରୟ ମୂଲ୍ୟ ମାନେ କଷ୍ଟ ପ୍ରାଇସ୍ ଉପରେ ହିସାବ କରାଯାଏ, ବିକ୍ରୟ ମୂଲ୍ୟ ଉପରେ ନୁହେଁ। ଏହି ପ୍ରଶ୍ନରେ କ୍ରୟ ମୂଲ୍ୟ ହିଁ ଆମର ସେହି ଲୁଚିଥିବା 100%। ଦୋକାନୀ 10% କ୍ଷତିରେ ବିକ୍ରି କଲେ ଏହାର ଅର୍ଥ ସେ କ୍ରୟ ମୂଲ୍ୟର 100% 10% ଇଜ୍ ଇକ୍ୱାଲ୍ ଟୁ 90% ଦାମରେ ବିକ୍ରି କରିଛନ୍ତି। ଏକଦମ। ଆଚ୍ଛା, ତେବେ ପୂର୍ବ ପ୍ରଶ୍ନ ପରି ଏଠି ବି ଆମକୁ ସମୀକରଣ ମିଳିଗଲା। କ୍ରୟ ମୂଲ୍ୟର 90% ହେଉଛି ସେଇ ବିକ୍ରୟ ମୂଲ୍ୟ, ଅର୍ଥାତ୍ 450 ଟଙ୍କା। ଏବେ ତ ସବୁ ସହଜ। ହଁ, ଯଦି 90% ହେଉଛି 450 ଟଙ୍କା, ତେବେ 1% କେତେ? 450 ଭାଗ 90, 5 ଟଙ୍କା। ବାସ୍। ଏବେ ପ୍ରଶ୍ନର ଦ୍ୱିତୀୟ ଭାଗକୁ ଦେଖନ୍ତୁ। ଦୋକାନୀ 10% ଲାଭ କରିବାକୁ ଚାହୁଁଛନ୍ତି। ଏହାର ଅର୍ଥ ସେ ବସ୍ତୁଟିକୁ କ୍ରୟ ମୂଲ୍ୟର 100% ପ୍ଲସ୍ 10% ଇଜ୍ ଇକ୍ୱାଲ୍ ଟୁ 110% ଦାମରେ ବିକ୍ରି କରିବାକୁ ଚାହାନ୍ତି। ଆଉ ଆମ ପାଖରେ 1%ର ମୂଲ୍ୟ 5 ଟଙ୍କା ଅଛି। ତେବେ 110%ର ମୂଲ୍ୟ ହେବ 110 ଗୁଣନ 5, 550 ଟଙ୍କା। ତେଣୁ 10% ଲାଭ ପାଇଁ ତାଙ୍କୁ 550 ଟଙ୍କାରେ ବିକ୍ରି କରିବାକୁ ପଡ଼ିବ। ଏଠାରେ ଚମତ୍କାର କଥା ହେଲା, ଆମକୁ କ୍ରୟ ମୂଲ୍ୟ କେତେ ତାହା ଅଲଗା ଭାବେ ବାହାର କରିବା ଦରକାର ପଡ଼ିଲାନି। ହଁ, ଯାହାକି 500 ଟଙ୍କା ହେବ। ଆମେ କେବଳ 1%ର ମୂଲ୍ୟ ଜାଣିବା ପରେ ସିଧାସଳଖ ନୂଆ ବିକ୍ରୟ ମୂଲ୍ୟକୁ ଡେଇଁ ପଡ଼ିଲେ। ଏହା ହିଁ ଦକ୍ଷତା। ପରୀକ୍ଷାରେ ଏହା ହିଁ ସମୟ ବଞ୍ଚାଏ। ଆପଣ ସମସ୍ୟାର ମୂଳକୁ ଧରିପାରିଲେ ଅନାବଶ୍ୟକୀୟ ହିସାବରୁ ବଞ୍ଚିଯିବେ। ଏବେ ଚାଲନ୍ତୁ ଏକ ଭିନ୍ନ ପ୍ରକାରର ପ୍ରଶ୍ନ ଦେଖିବା, ଯାହା ସମୟ ଓ କାର୍ଯ୍ୟ ମାନେ ଟାଇମ୍ ଆଣ୍ଡ ୱାର୍କ ସମ୍ବନ୍ଧୀୟ। ଚତୁର୍ଥ ପ୍ରଶ୍ନ। ଏ ଏକ କାମକୁ 12 ଦିନରେ କରେ ଏବଂ ବି ସେହି କାମକୁ 15 ଦିନରେ କରେ। ଯଦି ଦୁହେଁ ମିଶି କାମ କରନ୍ତି, ତେବେ କାମଟି କେତେ ଦିନରେ ସରିବ? ଏଠି ସେହି ଲୁଚିଥିବା 100% ବା ମୋଟ କ'ଣ ହେବ? ଏଠାରେ ମୋଟ କାର୍ଯ୍ୟକୁ ଆମେ 1 ୟୁନିଟ୍ ବୋଲି ଧରିଥାଉ। ଏହି ପ୍ରଶ୍ନଗୁଡ଼ିକର ମୂଳ କଥା ହେଉଛି ଦକ୍ଷତା ବା ୱାର୍କ ରେଟ୍ସ ବୁଝିବା। ଯଦି ଏ ପୁରା 1 ୟୁନିଟ୍ କାମକୁ 12 ଦିନରେ କରେ, ତେବେ ତାର ଦୈନିକ ଦକ୍ଷତା ହେଉଛି କାମର 11-12 ଭାଗ। ଭାବନ୍ତୁ, ସେ ପ୍ରତିଦିନ କାମର ଏକ ଛୋଟ ଅଂଶ ସାରୁଛି। ସେହିପରି ବିର ଦୈନିକ ଦକ୍ଷତା ହେଉଛି 11-15 ଭାଗ। ଠିକ୍। ଏବେ ଯେତେବେଳେ ସେମାନେ ଏକାଠି କାମ କରିବେ, ସେମାନଙ୍କର ଦୈନିକ ଦକ୍ଷତା ମିଶିଯିବ, ଅର୍ଥାତ୍ ଆମକୁ 112 ଏବଂ 115କୁ ଯୋଗ କରିବାକୁ ପଡ଼ିବ। ଏହି ଭଗ୍ନାଂଶକୁ ଯୋଗ କରିବାକୁ ହେଲେ 12 ଓ 15ର ଲସାଗୁ ଏଲସିଏମ୍ ନେବାକୁ ପଡ଼ିବ, ଯାହା 60। ହଁ, ଆଉ ଏହି 60କୁ ଆମେ ମୋଟ କାର୍ଯ୍ୟର ଏକ କାଳ୍ପନିକ ୟୁନିଟ୍ ମଧ୍ୟ ଭାବିପାରିବା। ଯଦି ମୋଟ କାମ 60ଟି ଚେୟାର ତିଆରି କରିବା, ଆଚ୍ଛା, ତେବେ ଏ ଦିନକୁ 5ଟି ମାନେ 60 ଭାଗ 12। ଆଉ ବି ଦିନକୁ 4ଟି 60 ଭାଗ 15। ହଁ, ଦୁହେଁ ମିଶିଲେ ଦିନକୁ 5 ଯୁକ୍ତ 4 ମାନେ 9ଟି ଚେୟାର ତିଆରି କରିବେ। ଆରେ ବା, ଏହି ଉପାୟରେ ତ ଭଗ୍ନାଂଶର ଜଟିଳତା ରହୁନାହିଁ। ଯଦି ସେମାନେ ଦିନକୁ 9ଟି ଚେୟାର ତିଆରି କରନ୍ତି, ତେବେ 60ଟି ଚେୟାର ତିଆରି କରିବାକୁ ସମୟ ଲାଗିବ 60 ଭାଗ 9 ଦିନ। ଏହାକୁ ସରଳ କଲେ 23 ଦିନ, ଯାହାକି 6.23 ଦିନ ହେବ। ଦେଖିଲେ ତ? ଏହି ଏଲସିଏମ୍କୁ ମୋଟ କାର୍ଯ୍ୟ ଧରିନେବାର ଧାରଣାଟି ବହୁତ ଶକ୍ତିଶାଳୀ। ଏହା କେବଳ ଧାରଣା ନୁହେଁ, ଏହା ଏକ ପରିପ୍ରେକ୍ଷୀର ପରିବର୍ତ୍ତନ। ଆପଣ ସମସ୍ୟାକୁ ଅମୂର୍ତ୍ତ ଭଗ୍ନାଂଶରୁ ବାହାର କରି ଏକ ବାସ୍ତବ ଉଦାହରଣରେ ପରିଣତ କରିଦେଲେ। ଏବେ ଆସନ୍ତୁ ଆମର ଶେଷ ପ୍ରଶ୍ନ ଦେଖିବା, ଯାହା ଅନୁପାତ ଉପରେ ଆଧାରିତ। ଶେଷ ପ୍ରଶ୍ନଟି ହେଲା,
ଦୁଇଟି ସଂଖ୍ୟାର ଅନୁପାତ 3.4। ଯଦି ପ୍ରତ୍ୟେକ ସଂଖ୍ୟାରେ 6 ମିଶାଯାଏ ତେବେ ଅନୁପାତ 4.5 ହୁଏ। ସଂଖ୍ୟା ଦୁଇଟି କେତେ? ଏହି ପ୍ରକାର ପ୍ରଶ୍ନରେ ମୁଁ ଦେଖିଛି ବେଳେବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଏଠାରେ ସବୁଠୁ ନିର୍ଭରଯୋଗ୍ୟ ଉପାୟ ହେଉଛି ବୀଜଗଣିତ ମାନେ ଆଲଜେବ୍ରା। ଅନୁପାତ 3.4ର ଅର୍ଥ ନୁହେଁ ଯେ ସଂଖ୍ୟା ଦୁଇଟି 3 ଏବଂ 4। ନା ନା, ଏହାର ଅର୍ଥ ହେଉଛି ସଂଖ୍ୟା ଦୁଇଟି କୌଣସି ଏକ ସାଧାରଣ ସଂଖ୍ୟାର 3 ଗୁଣ ଏବଂ 4 ଗୁଣ। ସେହି ସାଧାରଣ ସଂଖ୍ୟାକୁ ଆମେ x ବୋଲି ଧରିନେବା। ତେଣୁ ସଂଖ୍ୟା ଦୁଇଟି ହେଲା 3x ଏବଂ 4x। ବୁଝିଲି। ଏବେ ପ୍ରଶ୍ନ ଅନୁସାରେ ପ୍ରତ୍ୟେକ ସଂଖ୍ୟାରେ 6 ମିଶାଯାଉଛି। ତେବେ ନୂଆ ସଂଖ୍ୟା ଦୁଇଟି ହେବ 3x + 6 ଏବଂ 4x + 6। ଏହି ନୂଆ ସଂଖ୍ୟା ଦୁଇଟିର ଅନୁପାତ ଦିଆଯାଇଛି 4.5। ଏଥିରୁ ଆମେ ସମୀକରଣ ତିଆରି କରିପାରିବା। ହଁ, ସମୀକରଣଟି ହେବ 3x + 6 ହରଣ 4x + 6 = 45। ଏବେ ଏହାକୁ ବଜ୍ର ଗୁଣନ ମାନେ କ୍ରସ୍ ମଲ୍ଟିପ୍ଲିକେସନ୍ କଲେ ଆମକୁ ମିଳିବ 5 × 3x + 6 = 4 × 4x + 6। ଯାହାକୁ ସମାଧାନ କଲେ ମିଳିବ 15x + 30 = 16x + 24। ଠିକ୍, ଏଥିରୁ xର ମୂଲ୍ୟ 6 ବାହାରିବ। x = 6। ଏଇଠି ଅନେକ ଲୋକ ଉତ୍ତର ମିଳିଗଲା ଭାବି ଖୁସି ହୋଇଯାନ୍ତି। ହଁ, କିନ୍ତୁ ପ୍ରଶ୍ନରେ xର ମୂଲ୍ୟ ମଗାଯାଇ ନାହିଁ। ମୂଳ ସଂଖ୍ୟା ଦୁଇଟି ମଗାଯାଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା। ମୋର ମନେ ଅଛି ଜଣେ ଛାତ୍ର ପରୀକ୍ଷା ଚାପରେ x 100 ବାହାର କରି ତାକୁ ହିଁ ଉତ୍ତର ଭାବି ଛାଡ଼ି ଦେଇଥିଲେ। ସବୁବେଳେ ମନେ ରଖିବାକୁ ହେବ ଯେ x ହେଉଛି ଉତ୍ତର ପାଇବାର ମାଧ୍ୟମ, ଉତ୍ତର ନୁହେଁ। ହଁ, ଆମେ ଧରିଥିବା ମୂଳ ସଂଖ୍ୟା 3x ଏବଂ 4xରେ xର ମୂଲ୍ୟ ପକାଇବାକୁ ପଡ଼ିବ। ତେଣୁ ସଂଖ୍ୟା ଦୁଇଟି ହେବ 3 × 6 = 18। ଏବଂ 4 × 6 = 24। ତେବେ ଏସବୁର ଅର୍ଥ କ'ଣ? ଆମେ 5ଟି ଭିନ୍ନ ଭିନ୍ନ ଦେଖାଯାଉଥିବା ପ୍ରଶ୍ନ ଦେଖିଲେ, କିନ୍ତୁ ସବୁର ସମାଧାନ ଭିତରେ ଗୋଟେ ସାଧାରଣ ସୂତ୍ର ଲୁଚି ରହିଥିଲା। ପ୍ରଶ୍ନ ଭିତରେ ଥିବା ସମ୍ପର୍କକୁ ବ୍ୟବହାର କରି ସେହି ମୂଳ ଆଧାର ବା 100%କୁ ଖୋଜି ବାହାର କରିବା। ଏକଦମ ଏହା କେବଳ ଫର୍ମୁଲା ମନେ ରଖିବା ନୁହେଁ, ବରଂ ଏକ ଗଭୀର ଗାଣିତିକ ଅନ୍ତର୍ଦୃଷ୍ଟି। ଏକଦମ ଠିକ୍। ଏହି ଦକ୍ଷତା କେବଳ ଗଣିତ ପରୀକ୍ଷା ପାଇଁ ନୁହେଁ। ଯେକୌଣସି ଜଟିଳ ପରିସ୍ଥିତିରେ ଯେତେବେଳେ ଆମେ ତଥ୍ୟର ଜାଲରେ ଛନ୍ଦି ହୋଇଯାଉ, ସେତେବେଳେ ଏହି ପ୍ରଶ୍ନ ପଚାରିବା ଦରକାର। ଏଠାରେ ପ୍ରକୃତ ମୂଳ କଥା କ'ଣ? କେଉଁ ଜିନିଷ ଉପରେ ବାକି ସବୁ ନିର୍ଭର କରୁଛି? ଆମ ଦୈନନ୍ଦିନ ଜୀବନରେ ଏକ ଡିସ୍କାଉଣ୍ଟ ଅଫର ବୁଝିବାଠାରୁ ଆରମ୍ଭ କରି ଏକ ଖବରର ସତ୍ୟତା ଯାଞ୍ଚିବା ପର୍ଯ୍ୟନ୍ତ ସବୁଠାରେ ଏହି ମୂଳଦୁଆ ଖୋଜିବାର କ୍ଷମତା କାମରେ ଆସେ। କେବେ ଭାବିଛନ୍ତି କି ଗଣିତର ଏହି ସମସ୍ୟା ସମାଧାନ ପ୍ରକ୍ରିୟା ଆମକୁ କିପରି ଜୀବନର ସମସ୍ୟାଗୁଡ଼ିକୁ ଭାଙ୍ଗି ବିଶ୍ଳେଷଣ କରିବାର ଶିକ୍ଷା ଦେଇଥାଏ? ଏହି ବିଷୟରେ ଟିକେ ଚିନ୍ତା କରନ୍ତୁ।